ଆପଣ ଆସିଛନ୍ତି ଭୁବନେଶ୍ୱର ଏବେ? 14 ତାରିଖରେ ଆସିଲି। 14 ତାରିଖ ଆସିଛନ୍ତି। ଗୋଟେ ହସ ଖେଳର ଆପଣଙ୍କ ସମ୍ପର୍କ ଥିଲା, ମଧୁ ବହୁତ ଭଲ ପାଉଥିଲେ। ଯେଉଁଦିନ ଆପଣ ଆସିଲେ ଆପଣଙ୍କ ପାଇଁ କେକ୍ ନେଇକି ଯାଇଥିଲେ, କ'ଣ ଏମିତି ଘଟିଲା ଯେ ଆଜି ମାରିକି ପକେଇଦେଲେ? ଆମେ ମାରିନୁ ଭାଇ, ଆମେ ମାରିନୁ। ଝଗଡ଼ା ହୁଏ, ଠିକ୍ ଅଛି, ଆମ ଭିତରେ ଝଗଡ଼ା ହୁଏ, କିନ୍ତୁ ମୁଁ ତାକୁ ଆଜି ଯାଏଁ ତା ଉପରେ କେବେ ବି ହାତ ଉଠେଇନି। ଫିନାଇଲ ଆଜି ଯାଏଁ ମୁଁ ତାକୁ ଆଜି ଯାଏଁ ଥରେ ବି ମୁଁ କେବେ ତା ଉପରକୁ ହାତ ଉଠେଇନି। ଆଉ ଆଜି ବି ଆମ ଝଗଡ଼ା ସଲ୍ଭ ହିଁ ହେଇଯାଇଥିଲା। ଆମେ ସନ୍ଧ୍ୟାବେଳେ ଆକୁ ଆଣିକି ଘରେ ଛାଡ଼ିଥାନ୍ତୁ, ଆମେ 2 ଜଣ ମିଶିକି ଯାଇଥାନ୍ତୁ ବୁଲିବା ପାଇଁ। ଥାନାକୁ ରାତିରେ ଯେଉଁ ଝଗଡ଼ା ହେଲା ଆମର, ଥରେ ସିଏ ମୋତେ ଏମିତିଆ ବାହାରୁ ତାଲା ପକେଇ ଦେଇକି ପଳାଏ ସବୁବେଳେ। ତ ମୁଁ ଲାଷ୍ଟ ଟାଇମ୍ ଯେଉଁ ଥାନାକୁ PCR ସିଏ ଡାକିକି ଗଲା, ସେଦିନ ସିଏ ବାହାରୁ ଲକ୍ କରିଦେଇକି ମୋତେ ପଳାଇଲା। ଲକ୍ କରିଦେଲା ପରେ ମୁଁ ତାକୁ ଡରାଇବା ପାଇଁ ମୁଁ କଲ୍ କରିନଥିଲି, ମୁଁ ଡରାଇବା ପାଇଁ ତାକୁ କଲ୍ କଲି କି ମୁଁ ଥାନାକୁ କଲ୍ କରୁଛି ଆଉ ତାଲା ଖୋଲେ କହିକି। ସିଏ ସେଠୁ ତା ମମିକୁ କହିକି PCRକୁ ଫୋନ୍ କଲା। ତାପରେ PCRକୁ ସିଏ ଯେମିତିଆ ଫୋନ୍ କଲା, ମୁଁ ଧଉଳି ଥାନାକୁ ଆଉଥରେ ଫୋନ୍ କଲି। ଧଉଳି ଥାନା ବାଲା କହିଲେ କି ନାଇଁ ଠିକ୍ ଅଛି, ଆଜି ରାତି ହେଲାଣି, କାଲି 10ଟାରେ ତୁମମାନେ ଆସିବ। ମୁଁ ତାକୁ ସେଇଟା ବୁଝେଇଲି କି କାଲି ଡାକିଛନ୍ତି, କାଲି 10ଟାରେ ଯିବା। ସେ ପୁଣି ଆଉଥରେ ତାଙ୍କ ମାମାକୁ ଫୋନ୍ କଲା, ତାଙ୍କ ମାମା ଆଉଥରେ PCRକୁ ଫୋନ୍ କଲେ, ପୁଣି ରାତିରେ ଆମେ ଗଲୁ। ରାତିରେ ଗଲା ପରେ ସେଇଠି ଆଉଥରେ ସେ ଥାନାବାଲା ସେଇଠି ସଲ୍ଭ କଲେ, କହିଲେ କି ନାଇଁ ଠିକ୍, ଆମକୁ ଛାଡ଼ି ଦେଇଥିଲେ କି ହଁ ଯାଅ ତୁମେ 2 ଜଣ ଗୋଟେ ରୁମ୍ରେ ରୁହ, କଥା ହେଇକି ଆସ। ତାପରେ ତା ମାମା ଆସିଲେ, ତା ମାମା ଆସିକି କହିଲେ କି ମୋ ଝିଅର ଯଦି କିଛି ହେବ ଦାୟୀ ଥାନାବାଲା ହେବେ କହିକି। ତ ତାପରେ ଥାନାବାଲା କହିଲେ ନାଇଁ ଆମେ ରେସ୍ପନ୍ସିବୁଲ୍ ହେବୁନି, ତୁମେ ତୁମ ଝିଅକୁ ନେଇକି ଯାଅ। ତାପରେ ସେଇଠୁ ମୁଁ ସେଇଠୁ ଚାଲି ଆସିଲି। ସେଇଠୁ କାଉଣ୍ଟର FIR ଲେଖୁଥିଲି, ମୁଁ କାଉଣ୍ଟର FIR ନ ଲେଖିକି ମୁଁ ଚାଲି ମୋର ଆସିଲି। ତାପରେ ସେମାନେ ସବୁ ମିଶିକି ଆସିଲେ। ଆସିଲା ପରେ ଚିନୁର ମୋର ଗୋଟେ ସ୍କୁଟିରେ ଆଉଥରେ ଆସିଲୁ, ମଧୁର ମୋର ଗୋଟେ ସ୍କୁଟିରେ ଆସିକି ଆମ ଘରକୁ ଗଲୁ। ଘରେ ସେଦିନ ରହିଲୁ। ତାପର ଦିନ ସକାଳୁ ମୁଁ ତାକୁ ଉଠେଇଲି, ଚାଲ ଥାନାକୁ ଯିବା, 10ଟାରେ ଡାକିଛନ୍ତି କହିକି ଆମେ ଥାନାକୁ ଗଲୁ। 10ଟାରେ ଯାଇକି ଆଜି ହଁ କାଲି 10ଟାରେ ଯାଇକି ସେଇଠି ସବୁ ସଲ୍ଭ ହେଲା। ଆମେ ସବୁ ଲେଖିକି ଆସିଲୁ କି ନାଇଁ ଆମେ ଆଉ ଝଗଡ଼ା କରିବୁନି, ଆଉ ଆମ ଭିତର ଝଗଡ଼ା ଆମେ ସଲ୍ଭ କରିବୁ, ଆମେ କାହାକୁ ଇନଭଲ୍ଭ କରିବୁନି। ସେଇଟା ସବୁ ନର୍ମାଲ ହେଲା, ସବୁ କିଛି ଠିକ୍ ଥିଲା। ଆଜି ସକାଳୁ ସେ ଉଠିଲା, ମୁଁ ଗଲି ପରିବା ନେଇକି ଆଇଲି, ରୋଷେଇ କଲା, ଆମେ ଖାଇଛୁ ମିଶିକି 2 ଜଣ ଯାକ। ସନ୍ଧ୍ୟାବେଳେ ମୁଁ ତାକୁ କହିଲି କି ମୋ ଭାଇକୁ ନେଇକି ଆସୁଛି। ସେ ମୋତେ କହୁଥିଲା ବୁଲିବାକୁ ଯିବା ପାଇଁ। ମୁଁ କହିଲି ମୁଁ ଭାଇକି ନେଇକି ଆସୁଛି, ଭାଇ ଆସୁଛି, ତାପରେ ଆମେ ଯିବା ବୁଲିବା ପାଇଁ। ମୁଁ ଭାଇକି ନେଇକି ଆସିବା ଭିତରେ ମୋତେ କଲ୍ ଆସିଲା କି ଭାଇ ଆଉ ସେ ଇନଷ୍ଟାରେ ଏମିତିଆ କ'ଣ ଭିଡ଼ିଓ ସବୁ କରିଛି କହିକି। ମୋ ଇନଷ୍ଟା ନଥିଲା ସେ ଟାଇମ୍ରେ, ମୁଁ ଅନଇନଷ୍ଟଲ୍ କରିଦେଇଥିଲି। ମୁଁ ଭାଇକୁ ନେଇକି ତାକୁ କଲ୍ କଲି, ସେଇଠି ମୁଁ ରହିକି 4-5 ଥର କଲ୍ କରିଛି, ତା କଲ୍ ବ୍ଲକ୍ ଥିଲା, ମୋ ନମ୍ବରକୁ ବ୍ଲକ୍ କରିଦେଇଥିଲା। ତାକୁ ହ୍ୱାଟ୍ସଆପ୍ରେ ମୁଁ ମେସେଜ୍ କରିଛି, ବହୁତ ସାରା ମେସେଜ୍ କଲି କି ପଳିଆ ନାଇଁ ଏମିତିଆ କରିନି, ସବୁଗୁଡ଼ା ଡବଲ୍ ଟିକ୍ ହେଇଛି କି ପଳେଇ ଆସେ ବାବୁ ପ୍ଲିଜ୍ ପଳେଇ ଆସେ, ଆମେ ଏମିତିଆ କିଛି କରନା, ଆମେ ସାଙ୍ଗ ହେଇକି ରହିବା, ମିଶିକି ରହିବା, ପ୍ଲିଜ୍ ପଳେଇ ଆସେ କହିକି ମୁଁ ମେସେଜ୍ କରିଛି। ସେ ସିନ୍ କଲାନି। ତାପରେ ମୁଁ ଥାନାକୁ ଗଲି, ଥାନାରେ ଏଇ ଜିନିଷଟା କହିଲା ପରେ ଥାନାବାଲା ସେଇଠୁ ବି କଲ୍ କରିଛନ୍ତି ତାକୁ, ସେ ରିସିଭ୍ କଲାନି। ତାପରେ ସେମାନେ ତା ଲୋକେସନ୍ ଟ୍ରାକ୍ କରିକି ମୋତେ ଦେଲା ପରେ ମୁଁ ଏଇଠିକି ଆସିଲି। ଆସିଲା ବେଳକୁ ସେ 2ଟା ଝିଅଙ୍କ କଥା କହୁଛନ୍ତି। ଭାଇ ବାହାଘର କେବେ ହେଇଥିଲା? ମାର୍ଚ୍ଚ 1। ଏଇ ମାର୍ଚ୍ଚ 1। ଆପଣ ଆଗରୁ ବାହା ହେଇଛନ୍ତି ନା ବାହା ହେଇନାହାନ୍ତି? ବାହା ହେଇଛି। ଆଗରୁ ବାହା ହେଇକି ସେକେଣ୍ଡ ମ୍ୟାରେଜ? ମୋର ଡିଭୋର୍ସ ହେଇଥିଲା, ଯୋଉଟା ସିଏ ବି ଜାଣିଥିଲା। ଇଭେନ୍ ଡିଭୋର୍ସ ହେବା ପୂର୍ବରୁ ସିଏ ଜାଣିଥିଲା ଏ ଜିନିଷ। ଆଚ୍ଛା, ସେ ଯୋଉ ଝିଅ 2ଟା କଥା କୁହାଉଛି ମଧୁ ଭିଡ଼ିଓରେ କହିଛନ୍ତି, ସେ ଝିଅ 2 ଜଣ କିଏ? ଗୋଟେ ହେଉଛି ମୋ ସିଟି ସାଙ୍ଗ, ଆଉ ଗୋଟେ ତା ସାଙ୍ଗ। ଯେତେବେଳେ ତା ମୋ ଭିତରେ ଝଗଡ଼ା ହୁଏ, ଯେହେତୁ ମୋର ଆଗରୁ ଗୋଟେ ଡିଭୋର୍ସ ହେଇସାରିଛି, ମୁଁ ସେ ଜିନିଷ ଆମ ଭିତର ଝଗଡ଼ାଟା ମୁଁ ପୁଣି ମୋ ସାଙ୍ଗମାନଙ୍କୁ କହିପାରିବିନି, ସେମାନେ ପୁଣି ମଜାକ ଉଡ଼େଇବେ। ମୁଁ ୟାକୁ ଜିଦ୍ଦି କରିକି ମୁଁ ତାକୁ ବାହା ହେଇଥିଲି, ଇଏ ମନା କରୁଥିଲେ, ମୁଁ ଜିଦ୍ଦି କରିକି ବାହା ହେଇଥିଲି। ଆମେ ବାହାଘର ଡେଟ୍ ଆମର ଘୁଞ୍ଚାଇବାର ଥିଲା, ତ ସେଇଟା ମୁଁ ଏମାନଙ୍କୁ ସମସ୍ତଙ୍କୁ ଜିଦ୍ଦି କରିକି ବାହା ହେଇଥିଲି। ତାପରେ ମୁଁ ଆକୁ ବି କହିପାରିବିନି କି ଆମ ଭିତରେ ଇସ୍ୟୁ ହେଉଛି, ତାଙ୍କ ଫ୍ୟାମିଲିକୁ କହିବି, ତାଙ୍କ ଫ୍ୟାମିଲି ଇନଫ୍ଲୁଏନ୍ସ କରନ୍ତି, ତ ତାଙ୍କୁ ବି କହିପାରିବିନି। ତ ମୋର ଗୋଟେ ଅପସନ୍ ଥିଲା ତା ସାଙ୍ଗକୁ କହିବା ପାଇଁ, ତା ସାଙ୍ଗକୁ ମୁଁ କୁହେ ତାକୁ ବୁଝାଅ କହିକି, ଆଉ କିଛି ବି ରିଲେସନ୍ ନଥିଲା ତାର।